ଛାତ୍ରଟିଏ କଠିନ ପରିଶ୍ରମ କରୁଥିଲା ତାର ପରୀକ୍ଷା ପାଇଁ ଏବଂ ପରିଶ୍ରମ ସହିତ ସେ ଈଶ୍ୱରଙ୍କୁ ମଧ୍ୟ ଡାକୁଥିଲା, କାରଣ ସେ ଭଗବତ ବିଶ୍ୱାସୀ ଥିଲା। 2 ଦିନ ଥାଏ ପରୀକ୍ଷା। ସେ ରାତିରେ ଶୋଇବା ପୂର୍ବରୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲା, କହିଲା, ପ୍ରଭୁ ଆଉ 2 ଦିନ ଅଛି ପରୀକ୍ଷା। ଆପଣ ତ ଜାଣିଛନ୍ତି ମୁଁ କେତେ ପରିଶ୍ରମ କରିଛି, ତେଣୁ ମୁଁ ଯଦି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଏ ତାହେଲେ ମୁଁ ଜାଣିବି ଯେ ମୋର ପରିଶ୍ରମ ସାର୍ଥକ ହେଲା। ସେଥିପାଇଁ ମୁଁ ଆପଣଙ୍କର ଆଶୀର୍ବାଦ ଭିକ୍ଷା କରୁଛି। ରାତିରେ ଶୋଇପଡ଼ିଲା। ରାତିରେ ସ୍ୱପ୍ନ ଦେଖିଲା ଯେ ଈଶ୍ୱର ତାକୁ କହୁଛନ୍ତି, ବାବୁରେ ତୁ ନିଶ୍ଚିତ ଭାବରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବୁ। ଏବଂ ସକାଳୁ ଉଠିଲା ପରେ ପିଲାଟି ତା ବାପାଙ୍କୁ କହିଲା, ବାପା ମୁଁ କାଲି ରାତିରେ ପ୍ରଭୁଙ୍କୁ ପ୍ରାର୍ଥନା କରି ଶୋଇଥିଲି ଏବଂ ରାତିରେ ମୋତେ ସ୍ୱପ୍ନାଦେଶ ହେଲା ଯେ ମୁଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବି। ତା ବାପା କହିଲେ, ବହୁତ ଭଲ କଥା, ମୁଁ ବି ଆଶୀର୍ବାଦ ଦେଉଛି, ତୁ ନିଶ୍ଚିତ ଭାବରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବୁ, କାରଣ ତୁ ଈଶ୍ୱରଙ୍କୁ ଡାକିଛୁ ଏବଂ ତା ଛଡ଼ା ନିଜେ ପରିଶ୍ରମ ବି କରିଛୁ। ଏବଂ ତାପରେ ଦ୍ୱିଗୁଣିତ ଉତ୍ସାହର ସହିତ ସିଏ ଆଉ 2 ଦିନ ପାଠ ପଢ଼ିଲା, ପରୀକ୍ଷା ଦେଲା ଏବଂ ପରୀକ୍ଷାରେ ଯେତେବେଳେ ଫଳ ପ୍ରକାଶିତ ହେଲା ସେତେବେଳେ ଦେଖିଲା ବେଳକୁ ସିଏ ସତରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛି। କିନ୍ତୁ ତା ବାପା ଯେତେବେଳେ ଏ ଖବର ତାକୁ ଦେଲେ ତା ମୁହଁ ଶୁଖିଲା ଥିଲା। ସେ କହିଲା ଯେ ଆରେ ତୁ ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପାଇଁ ଈଶ୍ୱରଙ୍କୁ ଡାକୁଥିଲୁ, ମୁଁ ବି ଆଶୀର୍ବାଦ ଦେଲି, ତୁ ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛୁ, ବର୍ତ୍ତମାନ ପୁଣି କାହିଁ ମୁହଁ ଶୁକଉଛୁ? ନା, ମୁଁ ସିନା ବାପା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି, ମୋର ଜଣେ ସହପାଠୀ ଯିଏକି କେବେ ପଢ଼ାପଢ଼ି କରେ ନାହିଁ ସେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛି। ସେ ତା ବାପା ତାକୁ ପାଖକୁ ଡାକିନେଲେ ଏବଂ କହିଲେ, ଇଏ କି ବିଚିତ୍ର ବିଚାର, ଆଉ କିଏ କେଉଁଥିରେ ଉତ୍ତୀର୍ଣ୍ଣ ହେଲା ସେଥିରେ ତୋର କ'ଣ ଅଛି? ତୁ ପରିଶ୍ରମ କଲୁ, ଈଶ୍ୱରଙ୍କୁ ଡାକିଲୁ ଏବଂ ପ୍ରଭୁ ମଧ୍ୟ ଆଶୀର୍ବାଦ ଦେଲେ, ତୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛୁ। ତେଣୁ ଆଉ ଜଣେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା ବୋଲି ତୋର ମୂଲ୍ୟ କମିଗଲା ବା ତୋର କିଛି ପ୍ରାପ୍ୟ କମିଗଲା, ekଥା ତ ନୁହେଁ। ହଁ ବନ୍ଧୁଗଣ, ଆମେମାନେ ଅନେକ ସମୟରେ ଆମେ କ'ଣ ପାଇଲୁ ସେଥିରେ ଖୁସି ନ ହୋଇ ଆଉ କିଏ କ'ଣ ପାଇଲା ସେଥିରେ ତୁଳନା କରି ବହୁତ ଦୁଃଖ ପାଇଥାଉ। ତେଣୁ ସଦାବେଳେ ଚେଷ୍ଟା କରିବା କଥା ଯେ ଆମେ କ'ଣ ପାଇଛୁ ସେଇଥିରେ ଆମେ ଖୁସି ହେବା କଥା।